ବଦ୍ଧଜୀବ ତ ଏଇ ଭୌତିକ ଜଗତ ବଦ୍ଧଜୀବ ମାନେ ତ ଅଛନ୍ତି ଥରେ। ଆଉ ବିଶେଷ କରି ମାନବ ପ୍ରତି ତ କୁହାଯାଉଛି ମାନବ ଯୋନି ସୁଦୁର୍ଲଭ ଯୋନି ଚେତନାର ଉନ୍ନତ ସ୍ତରକୁ ଯାଇଛି ବା ଚେତନା ସେଠି କିଛି ବିକାଶ ଲାଭ କରିଛି। ଚେତନାର ଯୋଉ 5ଟି ସ୍ତର କଥା ଆମର ଅଛି, ଆବୃତ ଚେତନା, ସଂକୁଚିତ ଚେତନା, ମୁକୁଳିତ ଚେତନା, ବିକଶିତ ଚେତନା, ପୂର୍ଣ୍ଣ ବିକଶିତ ଚେତନା। ଚେତନାର 5ଟି ସ୍ତର। 5ଟି ସ୍ତର ଭିତରୁ 3ଟି ସ୍ତର ମୁକୁଳିତ ଚେତନା, ବିକଶିତ ଚେତନା, ପୂର୍ଣ୍ଣ ବିକଶିତ। এই ସ୍ତର ଭିତରେ ମାନବ ରହୁଛି। ଚତୁର୍ଲକ୍ଷାଣି ମାନବ, 4 ଲକ୍ଷ ପ୍ରକାର ମାନବ ଏହା ଭିତରେ ରହୁଛି। ଶେଷଟା ହଉଛି ପୂର୍ଣ୍ଣ ବିକଶିତ ଚେତନା ସ୍ତର। ତାହା ହଉଛି ପୂର୍ଣ୍ଣ ବିକଶିତ ଚେତନା ସ୍ତର। ଯିଏ ଯୋଉ ମାନବ ଯୋଉ ଚେତନା ସ୍ତରରେ ଅଛନ୍ତି, କିଏ ମୁକୁଳିତ ଚେତନା ସ୍ତରରେ ଅଛନ୍ତି ତ କିଏ ବିକଶିତ ଚେତନା ସ୍ତରରେ ଅଛନ୍ତି ତ କିଏ ପୂର୍ଣ୍ଣ ବିକଶିତ। ତେବେ ମୁକୁଳିତ ଚେତନା ସ୍ତର, ବିକଶିତ ଚେତନା ସ୍ତରରେ ଥିବା ମାନବ ପ୍ରଚେଷ୍ଟା କରିବ ପୂର୍ଣ୍ଣ ବିକଶିତ ଚେତନା ସ୍ତର ଦିଆହବ। ଏ ସୁଯୋଗ ଦିଆଯାଇଛି, ଏଇଟା ପରିବର୍ତ୍ତନ କରାଯାଇପାରିବ। ସେଥିରେ ଯିବାର ନାହିଁ। ସେଥିପାଇଁ ସବୁ ଶିକ୍ଷା ଦିଆଯାଉଛି ମାନବ।